ମୋର ରାକେଶ ସାର୍। ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀ ବହିର ଷଷ୍ଠ ଶ୍ରେଣୀ ମାନସଂଖ୍ୟା ବହିର ପୂର୍ବପାଠର ଆଲୋଚନା। ଶିଶୁ ବିହାର ମାନସଂଖ୍ୟା ପୂର୍ବପାଠର ଆଲୋଚନା ହେଲା। 1 ନମ୍ବର, 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି? 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି? ଯେତେବେଳେ ପିଲାମାନେ ତୁମକୁ ପଚାରେ ଯେ 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି, ତାହେଲେ ତୁମେ କ'ଣ କରିବ? 9 ଆଉ 0ର ବ୍ୟବହାର କରିବ। 9 ଆଉ 0 1 ନମ୍ବର କରିବା। 9 0 ତାହେଲେ 9, ଯଦି 5 ଅଙ୍କ ହେଲେ ତାହେଲେ 4ଟା ଶୂନ ବସାଇଦେବ। ଯଦି 5 ଅଙ୍କ ହେଲେ ତାହେଲେ 4ଟା ଶୂନ ବସାଇଦେବ। ବୁଝିପାରିଲ? ସେ 5 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି? 9ର 4ଟା ଶୂନ ବସାଇଦେବ। ଯେତେବେଳେ କହିବ 9 ଗୋଟେ ବସାଇ ଆଉ ସେଠି ଗୋଟେ ଶୂନ କମ୍ କରିକି ବସାଇଦେବ। ଯଦି 5 ଅଙ୍କ ବିଶିଷ୍ଟ ସଂଖ୍ୟା ପଚାରିଲା କି 4 ଅଙ୍କ ପଚାରିଲା, 4 ଅଙ୍କ ହେଲେ 9ରେ 3ଟା ଶୂନ ହେବ। ହେଲା। ତାପରେ ଦେଖ 2 ନମ୍ବର ପ୍ରଶ୍ନ କ'ଣ କହିଛି? କହିଲା 4,05,897କୁ ଅଙ୍କରେ ଲେଖିବା। ତାହେଲେ ଆଗ ଲେଖିବ 4,05,897। ତାହେଲେ ଦେଖ ପ୍ରଥମେ 97 ଲେଖିଦେଲ। ହେଲା, 97 ଦେଲ। ତାପରେ କ'ଣ କହିଛି? 897 8 ଲଗେଇଦେଲ। ହେଲା, ତାପରେ 897 5,000 ବସାଇଦେଲ। ତାପରେ କେତେ? 4 ଲକ୍ଷ କହିଛି। 1,10,000 ବହୁତ ସ୍ଥାନ ନାହିଁ, ଶୂନ ବସାଇଦେବ। ଏଠି 4 ଲେଖିଦେବ। ବୁଝିପାରିଲ? ତାହେଲେ ହେଲା 4,05,897। ତାପରେ ଦେଖ, ତାପରେ ପ୍ରଶ୍ନ କ'ଣ କହିଲା? 3 ନମ୍ବର, 8,0,2,3 8,0,2,3 5,1,4କୁ ଥରେ ମାତ୍ର ବ୍ୟବହାର କରି 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିତେ କହିଛି। ତାହେଲେ କେଉଁ ସଂଖ୍ୟା ଲେଖିତେ କହିଛି? 8,0,2,3 5,1,4 8 ଅଙ୍କ ବିଶିଷ୍ଟ 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିତେ କହିଛି। ତାହେଲେ 7 ଅଙ୍କ ବିଶିଷ୍ଟ 1 2 3 4 5 7 ଦେଇଛି। ଯେତେବେଳେ 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିବ, ତାହେଲେ କେଉଁ ଭଳିଆ ଲେଖିବ? ତାହେଲେ ଗୋଟେ କାମ କରିବ, ପ୍ରଥମେ ବଡ଼ରୁ ସାନ କ୍ରମ ସଂଖ୍ୟା ବାଛିକି ଲେଖିଦେବ। କାହିଁକିନା ବୃହତ୍ତମ ସଂଖ୍ୟା ଲେଖୁଛ। ତାହେଲେ ପ୍ରଥମେ 8, ତାପରେ 5, ତାପରେ 4, ତାପରେ 3 2 1 0 1 2 3 4 5 6 7। ତାହେଲେ ଏଇଟା କେତେ ହେଲା? 7 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା। ଏଇ ଯେଉଁ ଦେଇଛି ଏଇ ସଂଖ୍ୟାରେ ଆମେ ଲେଖିଲେ। ହେଲା, ବୁଝିପାରିଲ? ତାପରେ ଦେଖ 4 ନମ୍ବରକୁ ଆସ। 4 ନମ୍ବର ପ୍ରଶ୍ନ କ'ଣ ଦେଇଛି? 1,9,8,6,5,0,3,8କୁ ଅକ୍ଷରରେ ଲେଖ। ହେଲା, ତାକୁ ଅକ୍ଷରରେ ଲେଖିବ। 1,9,8,6,5,0,3,8କୁ ତାହେଲେ 1,10,000,000 ଲକ୍ଷ ନିୟୁତ କରି ତାପରେ ଲେଖିବ ଏଠି 1 କୋଟି, କମା ବ୍ୟବହାର କରିଦେବ। କ'ଣ କରିଦେବ? କାରଣ 3ଟା ଛାଡ଼ି ବସାଇଦେବ। ତାପରେ 2ଟା ଛାଡ଼ିକି 2ଟା ଛାଡ଼ିକି। ଯେତେବେଳେ ଏଇଟା କମା ବ୍ୟବହାର କରି ଲେଖୁଛ, ଏଠି ଲକ୍ଷ, କୋଟି, ହଜାରର ବ୍ୟବହାର ବେଶୀ ହେବ। ବହୁତ ନିୟୁତରେ ଲେଖାଯିବ ନାହିଁ। ତାପରେ ଦେଖ ଲେଖିବ 1 କୋଟି 1,98,00,000 $65,038। ବୁଝିପାରିଲ? ଲେଖିବ 1,98,00,000 1 କୋଟି 1,98,65,038। ତାପରେ ଦେଖ, ତାପରେ ହେଲା 5 ନମ୍ବରକୁ ଆସ। 5 ନମ୍ବର କ୍ୱେଶ୍ଚନ୍ ଧୀରେ ଧୀରେ ବୁଝିବା। 5 ନମ୍ବର ଦେଖିବା କ'ଣ ଭଲ ବୁଝ ପିଲାମାନେ। ତାପରେ ଦେଖିବା ଯେ 999କୁ 999 ଦ୍ୱାରା ଗୁଣନ କଲେ କେତେ ହେବ? ସଂକ୍ଷେପରେ କହିଛି, ସଂକ୍ଷେପରେ କରିବା। 999କୁ 999 ଦ୍ୱାରା ଗୁଣନ କଲେ 5 ନମ୍ବର ଲେଖିବା। 999କୁ 999 ଦ୍ୱାରା
ଦେଖ ପ୍ରଥମେ 999 ଥାଉ ଗୁଣନ ଲେଖିଦେବା 1000 ପ୍ରାଣ 1 ଲେଖିଦେବା ହେଲା। 1000 ପ୍ରାଣ 1 ଲେଖିଦେଲେ 999 ୟା ଥର ସହିତ ଗୁଣିଯିବ, ୟା ଥର ସହିତ ଗୁଣିଯିବ। 999 ଥର 1000 ସହିତ ଗୁଣିଯିବ, 999 ଥର 1 ଥର ଗୁଣି 1 ସହିତ ଗୁଣିଯିବ। ଏଠି କାହାର ଦେବ ନାହିଁ, ବୁଝିବା ପାଇଁ ତ ମୁଁ ଦେଉଛି। 999 ଗୁଣନ 1000 ପୁଣି ପ୍ରାଣ ଚିହ୍ନ ବସାଇଦେବ, ପୁଣି 999 ଗୁଣନ 1। କାହାର ମାରି ଦେଇଛି 999 1000, 999 1 ସହିତ ଗୁଣିଦେବ ହେଲା। ତାପରେ କ'ଣ କରିବ, 999 1 ଗୁଣିଦେଲ, ତାପରେ 3ଟା ଶୂନ ବସାଇ ଦେବ। ତାପରେ ଏଭଳିଆ ଗୁଣନ ଭଲ, ଏଭଳିଆ ଗୁଣନ ଦେଖ ସେ 999 1 ଗୁଣିଦେଲେ କେତେ 999, ଏ ହେଲା 3ଟା ଶୂନ। ତାପରେ 999 1 999 ଏପାଡ଼ି ଲେଖିଦେବ। 10 ନ ଗଲା 1, ଏଠି ହେଲା 9 ନ ଗଲା 0, 9 ନ ଗଲା 0, ଏଠି ହେଇଯିବ କେତେ 8, ତାପରେ 2ଟା 9 ରହିବ ଆଉ ଉତ୍ତର ବାହାରିଲା ହେଲା 998001। ବାହାରି ସାରିଲା ଉତ୍ତର। ତାପରେ 6 ନମ୍ବର କରିବା। 6 ନମ୍ବର ପ୍ରଶ୍ନ କ'ଣ ଦେଇଛି ଦେଖିବା। 6 ନମ୍ବର ପ୍ରଶ୍ନ ଦେଇଛି 7 ନା 6 ନମ୍ବର ପ୍ରଶ୍ନ 7 3 2 3 4 5 1ରେ ଥିବା 2ଟି 3 ମଧ୍ୟରେ ଅନ୍ତର କେତେ? କେତେ ଦେଇଛି? 6 ନମ୍ବର ପ୍ରଶ୍ନ 7 3 2 3 7 3 2 3 4 5 1ରେ 2ଟି 3 ମଧ୍ୟରେ ଅନ୍ତର କେତେ? 2ଟି 3 ମଧ୍ୟରେ ଅନ୍ତର କେତେ? ପ୍ରଥମେ 1000 ସ୍ଥାନରେ ଥିବା 3 ମୂଲ୍ୟରେ 1000 ସ୍ଥାନରେ ଥିବା, ତାପରେ 1000 ସ୍ଥାନରେ ଥିବା 3ର ମୂଲ୍ୟ 3ଟା କେତେଟା 3ଟା ଶୂନ। ତାପରେ ଲକ୍ଷ ସ୍ଥାନରେ ଥିବା 3ର ମୂଲ୍ୟ, ଲକ୍ଷ ସ୍ଥାନରେ ଥିବା 3ର ମୂଲ୍ୟ 3ର 1 2 3 4 5ଟା ଶୂନ ବସାଇଦେବ। 1 2 3 4 5ଟା ଶୂନ ବସାଇଦେବ। କେତେ ଶୂନ ବସାଇବ? 5ଟା ଶୂନ। ତାପରେ ତାଙ୍କ ମଧ୍ୟରେ କ'ଣ କହିଛି ଅନ୍ତର କେତେ? ତାହେଲେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ଫେଟ୍ ଦେବ। 2 3 4 5 ଫେଡ଼ 2 3, 3ଟା ଶୂନ ପ୍ରଥମେ ବସାଇଦେବ। ତାପରେ 10ରୁ 3 ଗଲା କେତେ 7, ତାପରେ 9 2 ରଖିଦେବ। ବାହାରିଗଲା ଉତ୍ତର। 6 ନମ୍ବର ବାହାରିଲା କେତେ 2,97,000। 7 ନମ୍ବର ଦେଖିବା। 7 ନମ୍ବର କ'ଣ ଦେଇଛି? 10 ଲକ୍ଷରେ କେତୋଟି ଶୂନ ଅଛି? 10 ଲକ୍ଷରେ କେତୋଟି ଶୂନ ଅଛି? 7 ନମ୍ବର 10 ଲକ୍ଷ ଲେଖିବା। 1 ଦଶକ ଶତକ ହଜାର ବହୁତ ଲକ୍ଷ। 10 ଲକ୍ଷରେ ଦେଖ ଏଠି 1 ନମ୍ବର 0 2 3 4 5 6, ତାହେଲେ 6ଟି ଶୂନ ଅଛି। 6ଟି ଶୂନ୍ୟ ଅଛି ହେଲା। 8 ନମ୍ବର ପ୍ରଶ୍ନ ଦେଖିବା। 8 ନମ୍ବର କ'ଣ କହିଛି ନା 4ଟି କ୍ରମିକ ସଂଖ୍ୟାର ଯୋଗଫଳ 70 ହେଲା। ତେବେ ପ୍ରଥମ ଚତୁର୍ଥ ସଂଖ୍ୟାର ଯୋଗଫଳ କେତେ ହେବ? 4ଟି କ୍ରମିକ ସଂଖ୍ୟାର ଯୋଗଫଳ 70 ହେବ। ମନେକର
प्रथम संख्या एक गुण तापरे से द्वितीय संख्या से तृतीय संख्या चतुर्थ संख्या तार प्रथम संख्या है एक गुण है तो प्रथम संख्या एक गुण तापर लिखिदेव एक गुण प्लस एक एक गुण प्लस दुई एक गुण प्लस तीन ହେଇଗଲା ଚାରୋଟି ସଂଖ୍ୟାର ଯୋଗଫଳ କେତେ ହୋଇଥିଲା ବା କେତେ ହୋଇଥିଲା ଚାରୋଟି ସଂଖ୍ୟାର ଯୋଗଫଳ 70 ହୋଇଥିଲା ହେଲା ତାହେଲେ ଲେଖିଦେବ ଏକ ଗୁଣ ପ୍ଲସ୍ ଏକ ଗୁଣ ପ୍ଲସ୍ ଦୁଇ ଗୁଣ ପ୍ଲସ୍ ତିନି 70 ହେବ 70 ଲେଖିଦେବ ହେଲା एक गुण दुई गुण तीन गुण चार गुण चार गुण तीन पाँच एक 6 70 चार गुण 70 फरण 6 लगते 64 एक गुण इजिकल टू 64 बाई 4 4 4 2 424 16 प्रथम संख्याटी के प्रथम संख्याटी 16 तो एक गुण धरते प्रथम संख्या 16 द्वितीय संख्या देख द्वितीय संख्या 16 प्लस 1 17 तृतीय संख्या 16 प्लस 2 18 चतुर्थ संख्या के 16 प्लस 3 19 देखा कौन कही प्रथम चतुर्थर जोगफल कौन कही क्वेश्चन जे प्रथम और चतुर्थ संख्यार जोगफल प्रथम और चतुर्थर जोगफल प्रथम है 16 चतुर्थ 19 प्रथमटा 16 चतुर्थ 19 15 1 2 3 35 केते जोगफल 35 35 9 नंबर प्रश्न पढ़िए 9 नंबर प्रश्न कौन देती 9 नंबर प्रश्न देती 8000 निकटवर्ती 10टी संख्यार जोगफल केते तार कौन कर 8000 10टी संख्यार जोगफल केते 8000 तुम पूर्ववर्ती परवर्ती बाहर कर बहुत समय जीव कौन कर 8000 बुझा 10 10 गुण दो है ये 3टा शून्य 4टा शून्य हो 9 नंबर गला 10 नंबर प्रश्न कौन देती 389 इंटू 99 द्वारा गुणन कले केते हम से संक्षिप्त प्रणाली करवा 389 सहित आम अनुच्छेद को 100 करदे 100 प्राण 1 हो 389 गुणन केते 100 प्राण 389 गुणन केते 1 तापर आम तो करवा 389 दुईटा शून्य बसई दवा ये 389 फेड़ी देले हम ये 38511 हम है चैनल टी शेयर कर पिला सब पिला जमी पहुँची पार चैनल टी सब्सक्राइब कर लाइक कर है।